ଆସନ୍ତୁ ଭିତରୁ। ତମେ ଏଠି ବସୁନ, ଇ ବା ଆମ ନିଜ କଥା। ମୁଁ ଏଠି ସବୁବେଳେ ଆସେ, ବସ ବସ ବସ। ବାପାରେ କଣ ଖବର, କଣ ଚାଲିଛି ଏବେ? ଚାଲିବ କଣ, ଏଇ ଫର୍ମ ପକା ପକି କରୁଛି। କୋଉଠି ଆଉ ସେମିତି କିଛି ହେଇନାହିଁ। ପରିବା ପରିକା ଦିଆ ହଉଛି, ଘର କାମ ଟିକେ ବୁଝିବା କଥା, ବାପାଙ୍କୁ ଚାଷ ବାସରେ ସାହାଯ୍ୟ। ଗାଈ ଯୋଡ଼େ ରଖିଛନ୍ତି ତା କଥା ବୁଝାବୁଝି। ମା ତ ନାହିଁ ଘରେ, ଆମେ 2 ଜଣ। ଏମିତି ପକାପକି ପଢାପଢି ଚାଲିଛି, କୋଉଠୁ କିଛି ଚାକିରି ବାକିରି ହେଇନାହିଁ। ସେମିତି ଦେଖିବାକୁ ଗଲେ ଏଇ ଘରେ ଆଉ କଣ। ତୋ ବାପା ମୋ ଉପରେ ରାଗିଛି। ତୋ ଫର୍ମ ଫିଲଅପ ପାଇଁ ମତେ 10,000 ଟଙ୍କା ମାଗିଥିଲା। ମୁଁ ଦେଲି ନାହିଁ ବୋଲି ରାଗିଛି ଆଉ। ମୁଁ ଯାଉଛି ଗାଈ ପାଇଁ, ସେ 2ଟା ମୁହାଁ ଦେବା ପାଇଁ ବ୍ୟବସ୍ଥା କରିବୁ। ସିଧା କଥା କହୁନ, ଖାଲି ଆଡୁ ସାଡୁ ଗପୁଛ। ଲୋକଟା ଭୁସ୍ କିନା ଉଠିକି ପଳେଇଲା। ବୁଝିଲୁ ବାପା, ତୋ ବାପା ପାଖରେ କିଛି କଥା ନାହିଁ, ତୋରି ପାଖରେ କଥା। ତୋର 10,000 ଟଙ୍କା ଦରକାର ଟିକେ ଫର୍ମ ଫିଲଅପ ପାଇଁ। ଦରକାର ଥିଲା, ନାହିଁ ମନା କଲେ ଆଉ। ନା ଅତି ବେକାରିଆ ଲୋକଟେ, ଆଡୁ ସାଡୁ କାଇଁ ହଉଛ? ଟପିକ ଆସୁନ। ଭାଇକି ଜାଣିଛୁଟି, ଭାଇ ହଉଛନ୍ତି ଆମ ଏରିଆର A କ୍ଲାସ କଣ୍ଟ୍ରାକ୍ଟର। କିନ୍ତୁ ଭାରି ଛେଳି ପ୍ରିୟ। ଛେଳି ଖାଇବା ପାଇଁ ଥରେ ଥରେ ବା ବାରିପଦା ପଳାନ୍ତି। ତାଙ୍କର ଯେତେ ସବୁ କଣ୍ଟ୍ରାକ୍ଟର ଅଛନ୍ତି, ସେମାନଙ୍କ ଭିତରେ ଗୋଟେ ଜିଦି ପଡ଼ିଛି, ସମସ୍ତେ ଗୋଟେ ଗୋଟେ ଛେଳି ପାଳିବେ। ଝାଡ଼ ଖାଇ ଦିନ ସମସ୍ତଙ୍କ ଛେଳି ଓଜନ ହବ। ଯାହା ଛେଳି ଓଜନରେ ଅଧିକା ହବ, ତାକୁ ତ ସେ ଛେଳିଟା ଫ୍ରିରେ ମିଳିବ, ତା ସାଙ୍ଗକୁ ₹1,00,000 ପ୍ରାଇଜ ମିଳିବ। ଦେଖୁନୁ ଭାଇଙ୍କ ଭାଗ୍ୟରେ କିନ୍ତୁ ଗୋଟେ ମାଇ ଛେଳି ମିଳିଛି। କିନ୍ତୁ ଆମେ ତାକୁ ଖୁଆଇ ପିଆଇକି ଓଜନ କରିବୁ, ଆଉ ₹1,00,000 ଜିତିବୁ। ହେଲେ ଏଥିରେ ମୁଁ କଣ କରିବି? ଛେଳିଟାକୁ ନେଇ ଭାଇ ଘରେ ପାଳିଥାନ୍ତେ, କିନ୍ତୁ ଭାଇ ଟିକେ କହିଦେଲେ। ମୁଁ ଛେଳିଟାକୁ ଘରେ ରଖିପାରିଥାନ୍ତି, କିନ୍ତୁ ମୋ ସ୍ତ୍ରୀ ବିନା ପିଆଜ ରସୁଣ ଘରେ ପୁରେଇ ଦବନି। ତେଣୁକରି ଆମେ ନିଷ୍ପତ୍ତି ନେଲୁ, ଯାହା ପଇସା ଖର୍ଚ୍ଚ ହଉଛି ହଉ ପଛେ, ଆଉ କାହା ଘରେ ଗୋଟେ ପାଳିବାକୁ ଦେଇଦବା। ଭାଇ ସେ ପାଠୁଆ ପିଲା, କଣ ଭାବୁଛି କହିଲ? ପଇସା ଖର୍ଚ୍ଚ କରି କାହିଁ ଛେଳି ପାଳିବ? କମ୍ପିଟିସନ ଦିନ ଗୋଟେ ଓଜନିଆ ଛେଳି ଦେଇଦବ। ଭାଇ ତାକୁ ଟିକେ ବୁଝେଇ କହିଦେଲ। ଆମେ ଭାବୁଥିଲୁ କମ୍ପିଟିସନ ଦିନ ଛେଳିଟାକୁ ବଦଳେଇ ଦେଇଥାନ୍ତୁ, କିନ୍ତୁ ଛେଳିରେ ପୁରା ଷ୍ଟାମ୍ପ ମରା ହେଇଯାଇଛି। ଓଜନ ବେଳକୁ ଯଦି ଭୁଲ ଭାଲ ହେଲା, ₹1,00,000 ଆଉ ମିଳିବନି। ଏ ଛେଳି ତତେ ଲାଗିଲା, 10,000 ଟଙ୍କା ରଖିଲୁ। ଯଦି ଆମେ ପ୍ରାଇଜରେ ଜିତୁ, ତାହେଲେ ତତେ ଆଉ 5-10,000 ଟଙ୍କା ମିଳିବ, ବୁଝିଲୁ? ବାପା, ଏ ବର୍ଷ ସାରାର ଯେତେ ଫର୍ମ ପକା ତୋର ହବ, ସବୁ ପଇସା ଆମେ ଦେଲୁ ବୋଲି ଜାଣ, ବୁଝିଲୁ? ଜଗନ୍ନାଥ ବଳଭଦ୍ର ମିଳେ କଟ। ଆରେ ତତେ କିଏ କଥା ହଁ ମାରିବାକୁ? ଆରେ ତୋ ବାପାଙ୍କୁ ପଚାରିଥାନ୍ତୁ, ତାପରେ ହଁ ମାରିଥାନ୍ତୁ। ଅଇଚା ସମ୍ଭାଳ। ଆରେ ମୁଁ କଣ ଜାଣିକି ହଁ ମାରିଥିଲି? ମୋର ଫର୍ମ ଫିଲଅପ ପାଇଁ 10,000 ଟଙ୍କା ଦରକାର ଥିଲା। ସେ କହିଲେ ମୁଁ ଦେବି, ଆଉ ମୁଁ କଣ କରିଥାନ୍ତି? ଆଉ 8-10 ଦିନ ପରେ କାର୍ତ୍ତିକ ମାସ ସରିବ। ସିଏ ଯୋଉ ଭଳିଆ ଲୋକ ତୁ କଣ ଜାଣିନୁ? ଏବେ ସମ୍ଭାଳେ। ଛାଡ଼ ଖାଇ ଆଉ 15 ଦିନ ରହିଲା। ହଁ, ଛେଳି କଥା ମନେ ଅଛି ଟି? ସବୁବେଳେ ମୁଁ ଯାଇ ଦେଖୁଛି। ହଉ ଦେଖ, ଯଦି ଭୁଲ ଭାଲ ହେଲା, ₹1,00,000 ତମ ଠାରୁ ନେବି। ତମେ କାହିଁ ବ୍ୟସ୍ତ ହଉଛ? ₹1,00,000 ଆମେ ବି ପାଇବା, ଆଉ ମଟନ ବି ମିଶିକି ଖାଇବା।
ହଉ ଦେଖିବା କ'ଣ ହଉଛି। ତମେ ଏମିତି ଖାଲି ବ୍ୟସ୍ତ ହେଲା ଆଉ। ତମେ ତ ଦାୟିତ୍ୱ ନେଇଛ ଆଉ। ଭାରି ପାଠ ପଢିଲା ବାଲା 10,000 ଟଙ୍କା ଦେଇ ଫର୍ମ ଫିଲ୍ଅପ୍ କଲେ କଲେକ୍ଟର ହେଇଛ। ମୁଁ ମନା କରୁଛି ସେ ଲୋକ ବାଗ ନୁହଁ, ତାଙ୍କ ଛେଳି ବେଳି ଆମର ରଖିବା ଦରକାର ନାହିଁ। ଏଇଲେ ଯାହା ପରିସ୍ଥିତି ହେଲା କ'ଣ ହବ? ସେ ଲୋକ ମହାଭାରତ ସୃଷ୍ଟି କରିଦେଲେ। ମାରିବାକୁ ଦିଆଇଥିଲା ପଇସା ନେଇକି ତ ଫୋନ ଫିଲ୍ କରିବାକୁ ଚାଲିଗଲୁ। ବାପ ଗୋଟେ ତାଞ୍ଚା ଲଗେଇଛ। ଭଲରେ ଛେଳି କୋଉଠି ଅଛି ଆଣିକି ଦେଇଦିଅ, ନହେଲେ ପରିସ୍ଥିତି ଭୟଙ୍କର ହବ। अरे बाबा, अरे छेली तो तुमको देइथले पालिया ପାଇଁ ଟଙ୍କା ବି ଦେଇଥିଲେ। ଏ ତାଙ୍କ ଛେଳିଟା ଦେଇ ଦଉନ। अरे बाबू, ତମର କହିବା ମୁତାବକ ତାଙ୍କର 10,000 ଟଙ୍କା ନେଇଛ ନା ନାହିଁ? ତାଙ୍କ ଛେଳି ପାଳିବ, ଠିକ ସମୟ ତାଙ୍କ ଛେଳିଟା ଦବ। अरे ହଁ ନା ନାହିଁ? ହଁ ହଁ ହଁ। अरे दौन काहींकी? ଆଜ୍ଞା 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 ଛେଳିଟା ତାଙ୍କର ବୋଲି ଆମେ କ'ଣ ଏଯାଏ ମନା କଲୁଣି? ଆମେ ତ ଏବେ ବି କହୁଛୁ ସମସ୍ତଙ୍କ ଆଗରେ ଛେଳି ତାଙ୍କର। ଆଜ୍ଞା ଆଜ୍ଞା ସତ କଥାଟା ହଉଛି ସେ ଛେଳିଟା ଆଜ୍ଞା ସେ ଛେଳିଟା ପେଟରେ ଗୋଟେ ଛୁଆଟେ ଅଛି ଆଜ୍ଞା। ଆଉ ଏ ସତ କଥାଟା ଜାଣି ସାରିଲା ପରେ ଆମେ କେମିତି ଛେଳିଟାକୁ ମରଣ ମୁହଁକୁ ଠେଲିଲୁ କହିଲେ? ଆମକୁ ପାପ ଲାଗିବନି? अरे बाबू, अरे छेलीटा तांकर, ता पेटरे थिबा छुआटा भी तांकर। अरे छेलीटा को दियो, से छुआटा ता पेटरे तांको सब जाक दियो। आज्ञा से छेलिटा संगे से छुआटाକୁ ବି ମାରିଦେବେ ଆଜ୍ଞା। मारी दियंतु। अरे छेली तांकर, छुआ भी तांकर। तांकर मारिबे रखिबे से तांको इच्छा। तम मुंड काई बिंदुची? आज्ञा ଟିକେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ତ ଗାଁର ବୟସ୍କ ଲୋକ ଆଜ୍ଞା, ଆପଣ ବୁଝିଲା ସୁଝିଲା ଲୋକ ଆଜ୍ଞା ଏମିତି କହୁଛନ୍ତି କେମିତି କହିଲେ? अरे बाबू, पैसा तो नहीं छो, तांको छेलीटा तांको देई दबो। एते कथा कोन? मानी गली आज्ञा, बढ़िया कथा कहले आज्ञा। गला वर्ष आपणक झील डेलीवरी समय आंबुलांस ड्राइवरटा 5 मिनिट डेरी कला बोली आपण एमएलए को कहिकी ता चाकरी खाईदेले। से झील आपण करथिला, आउ ये गोटे छेली छुआ। आज्ञा शास्त्र पुराण ठीक कही, दुनिया रे सबुठु स्वार्थपर होची दी गोड़िया मनीष। से निज स्वार्थ पाई काहाकू केमिति व्यवहार करि पारे। खाली कोन आज्ञा ठाकुराणी को पूजा करदेले भगवान संतुष्ट होती? सनातन धर्मर मुख्य कथा होची जीवे दया। आज्ञा मनीषर बंचिया पाई जेतिक हक अछि, ए छोट छोट जीव मानकर भी सेतिक हक अछि। आम जीवन कौन आज्ञा जीवन, से जीवन कौन जीवन नुह? तो फिलोसफी तो पाखे रख। यही फिलोसफी की बुझी बुझी मो मुंडरू चुट्टी उपरी गलानी। अरे छेली प्रति तोर जदि एते प्रेम उछुलुची, ताको क्षतिपूरण देई दे। तू तो बाटे रे, से ताको बाटे रे। ठीक 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 एत बड़े आप पॉइंट उपरକୁ ଆସିବେ। क्षतिपूरण बाबद रे 1,00,000 टंका, छेली बाबद रे 5,000, आउ नेइथिला 10,000, समुदाय 1,15,000, ठीक ना? देई दे। आज्ञा 1,15,000 टंका दबार जदि क्षमता आम पाखे था ताहले आज्ञा 10,000 टंका पे आमे से छेली छुआटाକୁ पालिया काहे राजी हेतांतु कहले? आगे 1,15,000 कोठी आ हमें कोठी नाहीटी सेइति पई कोंती औकात भितर रही कथबार्ता करवा दरकार। गोपाल अवस्था कोन हलानी?
ପୁଅର ଫୁଟାଣିକି ଦେଖ। ଆରେ ବାବା ଏବେ ସମୟ ଅଛି, ତାଙ୍କ ଜିନିଷ ତାଙ୍କୁ ଦେଇଦିଅ, ସେ ତାଙ୍କ ବାଟରେ ଯାଆନ୍ତୁ। ଆଜ୍ଞା ଆଉ ଛେଳି ନେଇକି ଆମେ କ'ଣ କରିବୁ? ଆମକୁ ଆମ କ୍ଷତିପୂରଣଟା ଦେଇଦେଲେ ଆମେ ଆମ ବାଟରେ ପଳେଇବୁ। ସେଠି ଲକ୍ଷ୍ୟ ମିଳିବ କି ନ ମିଳିବ ଠିକ୍ ନାହିଁ, ଏଠି ଲକ୍ଷ୍ୟ ମିଳିବ କନଫର୍ମ। ବୁଦ୍ଧି ଲଗେଇଦେଲି ନା ଆଉ। ଆପଣମାନେ ଯାହା ନିଷ୍ପତ୍ତି ନେଇଛନ୍ତି ଠିକ୍, ଏତେ ଗୁଡ଼ାଏ ଟଙ୍କା ଏକକାରଣ ସେ ଦେବେ କୋଉଠୁ? ଆପଣ ସେଥିରେ ବ୍ୟସ୍ତ ହୁଅନ୍ତୁ ନାହିଁ। ତାଙ୍କର ଢିଅ ବାଡ଼ି ଜମି ଯାହା ଅଛି ସବୁ ଆମ ପାଖରେ ବନ୍ଧା ପକାଇଦେବେ। ତାପରେ ଯେବେ ସୁଧ ମୂଳ କରି ସୁଝିବେ ସେବେ ଆମ ଠାରୁ ନେବେ। ଆଉ ନିଅନ୍ତୁ, ଆପଣ ସେ ବାପ ପୁଅଙ୍କ ଠାରୁ ଏଇଠି ଦସ୍ତଖତ କରେଇଦେଲେ, ଖାଲି ଦସ୍ତଖତଟା କରେଇ ଦିଅନ୍ତୁ, ବାକି ଭିତରେ ଯାହା ଲେଖା ଲେଖି ସବୁ ଆମେ ସମ୍ଭାଳି ଦେବୁ। ଆପଣ ତ ଅଛନ୍ତି ଆଉ। କ'ଣ କହୁଛ? ଏ କାଗଜ ଉପରେ ଦସ୍ତଖତ କରିଦେଲେ ଯଦି ଆଉ କାହାର ଜୀବନ ବଞ୍ଚିଯିବ, ତାହେଲେ ଏଥିପାଇଁ ଆମେ କେବେ ବି ପଛ ଘୁଞ୍ଚା ଦେବୁ। ଛୋଟ ମୁହଁରେ ବଡ଼ କଥାଟା ଆଜ୍ଞା। ଦି ଓଳି ଦି ମୁଠା ଖାଇବାକୁ ପାଉନଥିବା ଲୋକ ଆମେ ଆମ ଧର୍ମକୁ ଅରୁଆ ଘିଅ ଛୁଙ୍କ ଡାଲମାରେ ନୁହଁ, ବାସି ପଖାଳରେ ଖୋଜିଛୁ। ମନ୍ଦିର ନନାକୁ ଦକ୍ଷିଣା ଆଉ ଦୀପ ଜାଳିବା ପାଇଁ ଆମ ପାଖରେ ପଇସା ନାହିଁ ସତ, ହେଲେ ଆମ ସବୁ ଆରମ୍ଭରେ ଆମେ ଭଗବାନଙ୍କୁ ଖୋଜିଛୁ। ଯଦି ଆପଣଙ୍କ ଧର୍ମ ସ୍ୱାର୍ଥ ଖୋଜୁଛି, ତାହେଲେ ମୋ ଧର୍ମ ମତେ କହୁଛି ତ୍ୟାଗ। ଏ କାଗଜ କଲମରେ ହିସାବ ହେଲେ କିଛି ହବନି ଆଜ୍ଞା, ତା ପାଖରେ ଗୋଟେ ବଡ କାଗଜ କଲମ ଅଛି। ଦୁନିଆର ସବୁ ହିସାବ କିତାବ ସେଇଠି ଲେଖା ହଉଛି। ସବୁ ନେଇଯାଆନ୍ତୁ ଆଜ୍ଞା, ହେଲେ କିଏ ତ ଗୋଟେ ବଞ୍ଚି ଯାଉ। ଦେଲା ବାଲା ହରି, ନେଲା ବାଲା ବି ହରି। ତମେ ଏଠି ଗାଁ ଲୋକ ଛାଡ଼ି ତମକୁ ଖୋଜୁଛନ୍ତି। ଗାଁ ଲୋକ କହିଦଉ ଯା, ସେ ପାଗଳ ହେଇଯାଇଛି। ସିଏ ପାଗଳ ହେଇଯାଇଛି ନା ତମେ ପାଗଳ ହେଇଯାଇଛ? ବିଶ୍ୱଭାଗ୍ୟ ସାରା ଓଡ଼ିଶାର ଲୋକ ଟିଭିରେ ଦେଖୁଛନ୍ତି। ଓଡ଼ିଶାରେ ଓଏସ୍ ପରୀକ୍ଷାରେ 4 ନମ୍ବର ର୍ୟାଙ୍କ। ଜାଣିପାରୁନ ଆଉ। ଭାଇ ତମେ ଆସିଲ ସାଡେ ଗାଁ ଲୋକ ତମକୁ ଖୋଜୁଛନ୍ତି, ସାଡେ ନ୍ୟୁଜ ବାଲା ବି ଆଇଛନ୍ତି ତମକୁ ଅପେକ୍ଷା କରୁଛନ୍ତି। ତମେ ଜଲ୍ଦି ଆଇଲ। ଆମେ ବି ଗୋଟେ ଦୁଇଟା ଫଟୋ ଉଠାଇ ଷ୍ଟାଟସ୍ ପକେଇବୁ ନା ନାଇଁ? ଯେତେ ଯାହା ହେଲେ ବି ଆମ ଗାଁଠୁ କାଟି। ବସନ୍ତୁ ବସନ୍ତୁ। ଏଥିରେ ବାପାଙ୍କ ଦସ୍ତଖତ ଆଉ ମୋ ଦସ୍ତଖତ, ଆମ 2 ଜଣଙ୍କ ଦସ୍ତଖତ ଅଛି। ଆପଣମାନେ ଯାହା ଚାହିଁବେ କାଗଜରେ ଲେଖିପାରିବେ। ଆମ ଜାଗା ବାଡ଼ି ଘର ସବୁ କିଛି ଆପଣଙ୍କ ପାଖରେ ବନ୍ଧା ରହିଲା। ଯେତେବେଳେ ଆମ ପାଖରେ ପଇସା ହବ ଆମେ ମୁକୁଳେଇକି ନେବୁ। ଜାଣିଛନ୍ତି ସାର୍, ମୋ ବାପା ଗରିବ ହେଇପାରନ୍ତି, ହେଲେ ପିଲାଦିନୁ ସେ ମୋତେ ବହୁତ କଥା ଶିଖେଇଛନ୍ତି। ସବୁବେଳେ ମୋତେ ସେ ଗୋଟେ କଥା କହନ୍ତି, ଈଶ୍ୱର ନା ସମସ୍ତଙ୍କ ଭିତରେ ଅଛନ୍ତି, ଖାଲି ଦେଖିବା ପାଇଁ ସାମ୍ନାବାଲାର ହୃଦୟ ଦରକାର। ସବୁ ଗୋଟେ ପଟେ, ହେଲେ ଧର୍ମ ଆଉ ଗୋଟେ ପଟେ। ଆସୁଛି ଆଜ୍ଞା, ନମସ୍କାର। ଆସ ବାପା।